ଆଜିର ସେସନରେ ଆମେ ଡିସ୍କସନ୍ କରିବା ପିଲାମାନେ ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର ଟପ୍ ସିଲେକ୍ଟେଡ୍ MCQ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଡିସ୍କସ୍ କରିବା। ଆଗାମୀ SSD ସେବକ ସେବିକା ଏକ୍ଜାମ୍ ପାଇଁ ଆପଣମାନଙ୍କ ପାଇଁ କ୍ଲାସ୍ଟି ବହୁତ ହି ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି ଶିଶୁର ଜନ୍ମଗତ ଆବେଗ ଅଟେ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ ଭିତରୁ କେଉଁଟା ଗୋଟେ ଶିଶୁର ଜନ୍ମଗତ ଆବେଗ ଅଟେ? ଅପସନ୍ ଏରେ ଦେଇଛି ପିଲାମାନେ ଈର୍ଷା ଦେଇଛି, ବିରେ ଦେଇଛି ଭୟ, ସିରେ ଦେଇଛି ବିରକ୍ତି, ଡିରେ ଦେଇଛି ପିଲାମାନେ ଆନନ୍ଦ। ତ ଭିତରୁ କେଉଁଟା ଗୋଟେ ଶିଶୁର ଜନ୍ମଗତ ଆବେଗ? କେଉଁଟା ଆଉ ରାଇଟ୍ ଆନ୍ସର୍ ପିଲାମାନେ? ମାନେ ରଖିବେ ପିଲାମାନେ ଭୟ ନା ଭୟ ପିଲାମାନେ। ତ ଶିଶୁଟି କେତେବେଳେ ଭୟ କରୁଥାଏ? ଯେତେବେଳେ କି ବିଭିନ୍ନ ବସ୍ତୁ ଘଟଣା ପରିସ୍ଥିତି ଦେଖି ଶୁଣି ଶିଶୁଟି ଭୟ କରିଥାଏ। ତ ଭୟ ହେଉଛି ପିଲାମାନେ ଶିଶୁର ଗୋଟେ ଜନ୍ମଗତ ଆବେଗ ଅଟେ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କେଉଁଟି କେବଳ ଶୈକ୍ଷିକ ଦୃଶ୍ୟ ଉପକରଣ ଅଟେ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଶୈକ୍ଷିକ ଦୃଶ୍ୟ ଉପକରଣ ଅଟେ? ଅପସନ୍ ଏରେ ଦେଇଛି ଟେଲିଭିଜନ ଦେଇଛି, ବିରେ ଦେଇଛି ଚଳଚ୍ଚିତ୍ର, ସିରେ ଦେଇଛି ନମୁନା, ଡିରେ ଦେଇଛି ଟେପ୍ ରେକର୍ଡର। କେଉଁଟା ଆଉ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ସି ନମୁନା ପିଲାମାନେ। ମନେ ରଖିବେ ନମୁନା ଶୈକ୍ଷିକ ଦୃଶ୍ୟ ଉପକରଣ ଅଟେ। ମନେ ରଖିବେ ତ ଟେଲିଭିଜନ ଏଣ୍ଡ ଚଳଚ୍ଚିତ୍ର ଏ ଦୁଇଟି କେଉଁ ଉପକରଣ ପିଲାମାନେ? ମନେ ରଖିବେ ଏଇଟା ହେଉଛି ପିଲାମାନେ ଦୃଶ୍ୟ ଶ୍ରାବ୍ୟ ଉପକରଣ। ମନେ ରଖିବେ ଦେଖିପାରିବେ ଶୁଣି ମଧ୍ୟ ପାରିବେ, ତାକୁ ଆମେ କହିଥାଉ ପିଲାମାନେ ଦୃଶ୍ୟ ଶ୍ରାବ୍ୟ ଉପକରଣ ବୋଲି କହିଥାଉ। ତ ଟେପ୍ ରେକର୍ଡର ଏଇଟା ହେଉଛି ପିଲାମାନେ ଶ୍ରାବ୍ୟ ଉପକରଣ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କେଉଁଟି ଶିକ୍ଷାର୍ଥୀର ବୌଦ୍ଧିକ ଗୁଣାବଳୀର ସୂଚକ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଶିକ୍ଷାର୍ଥୀର ବୌଦ୍ଧିକ ଗୁଣାବଳୀର ସୂଚକ ନୁହେଁ? ସ୍ମରଣ ଦେଇଛି, ବିସ୍ମରଣ ଦେଇଛି, ଚିନ୍ତନ ଦେଇଛି, ପୁନର୍ବଳନ ଦେଇଛି। କେଉଁଟା ଆଉ ରାଇଟ୍ ଆନ୍ସର୍ ପିଲାମାନେ? ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି ପୁନର୍ବଳନ। ମନେ ରଖିବେ ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ଏଇଟା ହେଉଛି ପିଲାମାନେ ଶିକ୍ଷାର୍ଥୀର ବୌଦ୍ଧିକ ଗୁଣାବଳୀର ସୂଚକ। ସୂଚକ ନୁହେଁ ପିଲାମାନେ। ମନେ ରଖିବେ ଶିକ୍ଷାର୍ଥୀର ବୌଦ୍ଧିକ ଗୁଣାବଳୀର ସୂଚକ ନୁହେଁ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଶିଶୁ କେଉଁ ମାଧ୍ୟମରେ ପ୍ରଥମ ଶିକ୍ଷା ଲାଭ କରିଥାଏ? ଶିଶୁ କେଉଁ ମାଧ୍ୟମରେ ପ୍ରଥମ ଶିକ୍ଷା ଲାଭ କରିଥାଏ? ପର୍ଯ୍ୟବେକ୍ଷଣ ମାଧ୍ୟମରେ ନା ଅନୁକରଣ ମାଧ୍ୟମରେ ନା ଅନୁଭୂତି ମାଧ୍ୟମରେ ନା ପରୀକ୍ଷଣ ମାଧ୍ୟମରେ? କେଉଁଟା ଆଉ ରାଇଟ୍ ଆନ୍ସର୍? ମନେ ରଖିବେ ପିଲାମାନେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ଅନୁକରଣ। ଅନୁକରଣ ମାଧ୍ୟମରେ ପ୍ରଥମ ଶିକ୍ଷା ଲାଭ କରିଥାଏ। ତ ଅନୁକରଣ କ'ଣ ପିଲାମାନେ? ଅନୁକରଣର ଅର୍ଥ କ'ଣ ପିଲାମାନେ? ମନେ ରଖିବେ ଅନୁକରଣର ଅର୍ଥ ହେଉଛି ଅନ୍ୟ ଜଣଙ୍କର ଅଭ୍ୟାସ କାର୍ଯ୍ୟକଳାପ ନକଲ ବା କପି କରି ନିଜେ ଅନ୍ୟକୁ ପ୍ରଦର୍ଶନ କରିବା, ତାକୁ ଆମେ କହିଥାଉ ପିଲାମାନେ ଅନୁକରଣ ବୋଲି କହିଥାଉ। ମନେ ରଖିବେ ତ ଅନୁକରଣ ମାଧ୍ୟମରେ ପ୍ରଥମ ଶିକ୍ଷା ଲାଭ କରିଥାଏ ଶିଶୁଟି। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ମନୋବୃତ୍ତି ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ପ୍ରସ୍ତୁତି ଅବସ୍ଥା, ଏହା କେଉଁ ମନୋବିଜ୍ଞାନୀଙ୍କ ମତ? ମନୋବୃତ୍ତି ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ପ୍ରସ୍ତୁତି ଅବସ୍ଥା। ଏଇଟା ହେଉଛି ପିଲାମାନେ କାହାର ମତ ପିଲାମାନେ? ୱାରେନ୍ର ନା ଆଲପୋର୍ଟ ନା ଲିଣ୍ଡବର୍ଗ ନା ବାଲଦିନ? ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ ଏଇଟା ହେଉଛି ପିଲାମାନେ ୱାରେନ୍ଙ୍କ ମତ। ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ପିଲାମାନେ, କେଉଁଟି ଅପ୍ରୀତିକର ଆବେଗ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ ଏ ଭିତରୁ କେଉଁଟା ଗୋଟେ ଅପ୍ରୀତିକର ଆବେଗ? ଭୟ ନା ଅନୁରାଗ ନା ଈର୍ଷା ନା କ୍ରୋଧ ପିଲାମାନେ? ତ ଭିତରୁ କେଉଁଟା ଗୋଟେ ଅପ୍ରୀତିକର ଆବେଗ? କେଉଁଟା ଆଉ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ ଅନୁରାଗ। ମନେ ରଖିବେ ଅନୁରାଗ ହେଉଛି ପିଲାମାନେ ଗୋଟେ ଅପ୍ରୀତିକର ଆବେଗ। ତ ଆଉ କ'ଣ କ'ଣ ପିଲାମାନେ ଅପ୍ରୀତିକର ଆବେଗ ଆସୁଛି? ମନେ ରଖିବେ ଆନନ୍ଦ ହେଇଗଲା ପିଲାମାନେ ଆନନ୍ଦ, ତାପରେ ହେଇଗଲା ସ୍ନେହ, ତାପରେ ହେଉଛି ପିଲାମାନେ ପ୍ରେମ,
ମମତା ଏସବୁ ହେଉଛି ପିଲାମାନେ ଅପ୍ରୀତିକର ଆବେଗ ଅଟେ ମନେ ରଖିବେ। ତ ଭୟ, ହିର୍ଷା, କ୍ରୋଧ ପିଲାମାନେ ବିରକ୍ତି ଏସବୁ ହେଉଛି ପ୍ରୀତିକର ଆବେଗ ମନେ ରଖିବେ। ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ ଭୟ, ହିର୍ଷା, କ୍ରୋଧ, ବିରକ୍ତି ଏସବୁ ହେଉଛି ପିଲାମାନେ ପ୍ରୀତିକର ଆବେଗ ମନେ ରଖିବେ। ତ ଏଥିରେ ପ୍ରଶ୍ନ ପଚାରିଛି ଅପ୍ରୀତିକର ଆବେଗ କେଉଁଟା? ତ ଅନୁରାଗ ପିଲାମାନେ ଅନୁରାଗ ହେଇଗଲା, ଆନନ୍ଦ ହେଇଗଲା, ସ୍ନେହ ହେଇଗଲା, ପ୍ରେମ ହେଇଗଲା, ମମତା ହେଇଗଲା ଏସବୁ ହେଉଛି ପିଲାମାନେ ଅପ୍ରୀତିକର ଆବେଗ ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁଟି ପର୍ଯ୍ୟବେକ୍ଷଣ ପ୍ରଣାଳୀର ସୋପାନ ନୁହେଁ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ ଭିତରୁ କେଉଁଟା ଗୋଟେ ପର୍ଯ୍ୟବେକ୍ଷଣର ପ୍ରଣାଳୀର ସୋପାନ ନୁହେଁ? କେଉଁଟା ନୁହେଁ ପିଲାମାନେ? ତଥ୍ୟ ବିଶ୍ଳେଷଣ, ନା ପ୍ରାସଙ୍ଗିକ ତଥ୍ୟ ସଂଗ୍ରହ, ନା ଫଳାଫଳର ପ୍ରୟୋଗ, ନା ସିଦ୍ଧାନ୍ତ ନିରୂପଣ ପିଲାମାନେ କେଉଁଟା ନୁହେଁ? ମନେ ରଖିବେ ପିଲାମାନେ ଫଳାଫଳର ପ୍ରୟୋଗ ମନେ ରଖିବେ। ଏଇଟା କିନ୍ତୁ ପର୍ଯ୍ୟବେକ୍ଷଣ ପ୍ରଣାଳୀର ସୋପାନ ନୁହେଁ ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁଟି ବିକାଶର ମୂଳନୀତି ବିଧି ଠାରୁ ଅଲଗା? ତ ଭିତରୁ ପିଲାମାନେ କେଉଁଟା ଗୋଟେ ବିକାଶର ମୂଳନୀତି ନୁହେଁ ପିଲାମାନେ? ନିର୍ଦ୍ଦିଷ୍ଟ ଦିଗରେ ଗତି, ନା ବୃତ୍ତିଗତ ନିପୁଣତା ହଠାତ୍ ହାସଲ, ନା ଧାରା ସ୍ୱତନ୍ତ୍ର, ନା ଧାରାବାହିକ ପ୍ରକ୍ରିୟା ପିଲାମାନେ କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପିଲାମାନେ ବୃତ୍ତିଗତ ନିପୁଣତା ହଠାତ୍ ହାସଲ। ଏଇଟା କିନ୍ତୁ ବିକାଶର ମୂଳନୀତି ବିଧି ଠାରୁ ଅଲଗା ଅଛି। ତ ବିକାଶ ହେଉଛି ନିର୍ଦ୍ଦିଷ୍ଟ ଦିଗରେ ଗତି କରିଥାଏ, ବିକାଶର ଏକ ଧାରା ସ୍ୱତନ୍ତ୍ର, ବିକାଶ ଏକ ଧାରାବାହିକ ପ୍ରକ୍ରିୟା ଏସବୁ ହେଉଛି ପିଲାମାନେ ବିକାଶର ମୂଳନୀତି ମନେ ରଖିବେ। ତ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର। ଏଇଟା କିନ୍ତୁ ବୃତ୍ତିଗତ ନିପୁଣତା ହଠାତ୍ ହାସଲ ଏଇଟା କିନ୍ତୁ ବିକାଶର ମୂଳନୀତି ନୁହେଁ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁ ନୀତିଟି ଅନ୍ଧଦୃଷ୍ଟି ମତବାଦ ସହ ସମ୍ପୃକ୍ତ ନୁହେଁ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଅନ୍ଧଦୃଷ୍ଟି ମତବାଦ ସହ ସମ୍ପୃକ୍ତ ନୁହେଁ ପିଲାମାନେ ବା ସମ୍ପର୍କ ନୁହେଁ? ସାନ୍ନିଧ୍ୟ ନୀତି, ନା ଅନ୍ତର୍ଭୁକ୍ତ ନୀତି, ନା ସମ୍ପୂର୍ଣ୍ଣତା ନୀତି, ନା ଫଳାଫଳ ନୀତି ପିଲାମାନେ କେଉଁଟା ନୁହେଁ? ଏ ଭିତରୁ କେଉଁଟା ହେବ ରାଇଟ୍ ଆନ୍ସର ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର? କେଉଁଟା ହେବ ପିଲାମାନେ ମନେ ରଖିବେ ଫଳାଫଳ ନୀତି ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କେଉଁଟି ଶିକ୍ଷଣର ସ୍ୱରୂପ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଶିକ୍ଷଣର ସ୍ୱରୂପ ନୁହେଁ ପିଲାମାନେ? ଅପସନ୍ ଏରେ ଦେଇଛି ଏକ ଜୀବନବ୍ୟାପୀ ପ୍ରକ୍ରିୟା, ବିରେ ଦେଇଛି ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ ଦେଇଛି, ସିରେ ଦେଇଛି ସକ୍ରିୟ ପ୍ରକ୍ରିୟା ଦେଇଛି, ଡିରେ ଦେଇଛି ପ୍ରତ୍ୟକ୍ଷ ଦୃଷ୍ଟ ଦେଇଛି। ତ ଏ ଭିତରୁ କେଉଁଟା ଗୋଟେ ଶିକ୍ଷଣର ସ୍ୱରୂପ ନୁହେଁ? କେଉଁଟା ନୁହେଁ ପିଲାମାନେ ମନେ ରଖିବେ ପ୍ରତ୍ୟକ୍ଷ ଦୃଷ୍ଟ ନୁହେଁ ପିଲାମାନେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁ ସୋପାନମୂଳକ ପ୍ରଶ୍ନର ନିୟମ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ସୋପାନମୂଳକ ପ୍ରଶ୍ନର ନିୟମ ନୁହେଁ? କେଉଁଟା ନୁହେଁ ପିଲାମାନେ? ଅପସନ୍ ଏ ଦେଇଛି ପରୀକ୍ଷକ ପରୀକ୍ଷାର୍ଥୀ ଠାରୁ କ'ଣ ଚାହୁଁଛନ୍ତି ସ୍ପଷ୍ଟ ହେବ, ବିରେ ଦେଇଛି ପ୍ରଶ୍ନରେ ପ୍ରଦତ୍ତ ଶୂନ୍ୟସ୍ଥାନ ସର୍ବଦା ସମାନ ହେବ, ସିରେ ଦେଇଛି ଏପରି ପ୍ରଶ୍ନ ଶିକ୍ଷକମାନେ ସହଜରେ ପ୍ରସ୍ତୁତ କରିପାରନ୍ତି ନାହିଁ, ଡିରେ ଦେଇଛି ଅନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିବା ବାକ୍ୟ ବ୍ୟବହୃତ ହେବ ନାହିଁ। ତ ଏ ଭିତରୁ କେଉଁଟା ଗୋଟେ ସମାପନମୂଳକ ପ୍ରଶ୍ନର ଏକ ନିୟମ ନୁହେଁ? କେଉଁଟା ନୁହେଁ ପିଲାମାନେ ମନେ ରଖିବେ ଏପରି ପ୍ରଶ୍ନ ଶିକ୍ଷକମାନେ ସହଜରେ ପ୍ରସ୍ତୁତ କରିପାରନ୍ତି ନାହିଁ। ଏଇଟା କିନ୍ତୁ ସମାପନମୂଳକ ପ୍ରଶ୍ନର ଏକ ନିୟମ ନୁହେଁ ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ସି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁ ମୂଲ୍ୟାୟନ ଦ୍ୱାରା ଶିକ୍ଷାର୍ଥୀର ବୌଦ୍ଧିକ ଓ ଅନ୍ୟାନ୍ୟ ବୌଦ୍ଧିକ କ୍ଷେତ୍ରରେ ଶିକ୍ଷାର୍ଥୀର ସ୍ଥିତି ଆକଳନ କରାଯାଏ? ବ୍ୟବସ୍ଥାନ, ନା ସାମଗ୍ରିକ, ନା ସମାପ୍ତି ସୂଚକ, ନା ନୈଦାନିକ ପିଲାମାନେ ଏଇଟା ହେଇଯିବ ପିଲାମାନେ ସାମଗ୍ରିକ। ସାମଗ୍ରିକ ମୂଲ୍ୟାୟନ ଦ୍ୱାରା ଶିକ୍ଷାର୍ଥୀର ବୌଦ୍ଧିକ ଓ ଅନ୍ୟାନ୍ୟ ବୌଦ୍ଧିକ କ୍ଷେତ୍ରରେ ଶିକ୍ଷାର୍ଥୀର ସ୍ଥିତି ଆକଳନ କରାଯାଏ ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ଜଣେ ଲୋକର ପ୍ରକୃତ ବୟସ 50 ହେଲେ ତାର ବୁଦ୍ଧ୍ୟାଙ୍କ କେତେ ପିଲାମାନେ? ଜଣେ ଲୋକର ପ୍ରକୃତ ବୟସ 50 ହେଲେ ତାର ବୁଦ୍ଧ୍ୟାଙ୍କ କେତେ ହେବ? କେତେ ହେବ ପିଲାମାନେ? 40 ହେବ, ନା 36 ହେବ, ନା 54 ହେବ, ନା 72 ହେବ ପିଲାମାନେ କେତେ ହେବ? ମନେ ରଖିବେ 36 ହେବ ପିଲାମାନେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ହରଲୋକଙ୍କ ମତରେ ଷଷ୍ଠ ଶ୍ରେଣୀରେ ପିଲାଟି
ପଢ଼ିଲା ବେଳେ ସେ ପ୍ରାୟ କେତୋଟି ଶବ୍ଦ ଶିଖିଥାଏ ପିଲାମାନେ? ହରଲୋକଙ୍କ ମତରେ ଷଷ୍ଠ ଶ୍ରେଣୀରେ ପିଲାଟି ପଢ଼ିଲା ବେଳେ ସେ ପ୍ରାୟ କେତୋଟି ଶବ୍ଦ ଜାଣିଥାଏ? କେତୋଟି ପିଲାମାନେ? 40,000 ନା 45,000 ନା 50,000 ନା 55,000 ପିଲାମାନେ କେତୋଟି ଶବ୍ଦ ଶିଖିଥାଏ? ମନେ ରଖିବେ ପିଲାମାନେ 50,000 ଶବ୍ଦ ଶିଖିଥାଏ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ଜାଣିଶୁଣି ଜଣଙ୍କର କାର୍ଯ୍ୟକଳାପକୁ ଅବିକଳ ନକଲ କଲେ ତାକୁ କ'ଣ କୁହାଯାଏ ପିଲାମାନେ? ଅଜ୍ଞାତ ଅନୁକରଣ କହିବା, ନା ଜ୍ଞାତ ଅନୁକରଣ କହିବା, ନା କ୍ରିୟାତ୍ମକ ଅନୁକରଣ କହିବା, ନା ଅର୍ଥହୀନ ଅନୁକରଣ କହିବା ପିଲାମାନେ? ଜାଣିଶୁଣି ଜଣଙ୍କର କାର୍ଯ୍ୟକଳାପକୁ ଅବିକଳ ନକଲ କଲେ ତାକୁ କ'ଣ କୁହାଯାଏ? କ'ଣ କୁହାଯାଏ ପିଲାମାନେ? ତାକୁ ଆମେ କହିଥାଉ ପିଲାମାନେ ଜ୍ଞାତ ଅନୁକରଣ ବୋଲି କହିଥାଉ। ମନେ ରଖିବେ ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁ ପ୍ରକାରର ପ୍ରଶ୍ନର ମୂଲ୍ୟାୟନ ବେଳେ ବ୍ୟକ୍ତି ନିଷ୍ଠତା ଦେଖାଯାଏ? କେଉଁ ପ୍ରକାର ପ୍ରଶ୍ନର ମୂଲ୍ୟାୟନ କଲାବେଳେ ବ୍ୟକ୍ତି ନିଷ୍ଠତା ଦେଖାଯାଏ? ସୀମିତ ଉତ୍ତରମୂଳକ ପ୍ରଶ୍ନ, ନା ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ, ନା ବସ୍ତୁନିଷ୍ଠ ପ୍ରଶ୍ନ, ନା ମୁକ୍ତ ଉତ୍ତରମୂଳକ ପ୍ରଶ୍ନ? ଏଇଟା ହେଇଯିବ ପିଲାମାନେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ମୂଲ୍ୟାୟନ କଲାବେଳେ ବ୍ୟକ୍ତି ନିଷ୍ଠତା ଦେଖାଯାଏ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି ମନୋବିଜ୍ଞାନକୁ ଆଚରଣ ସମ୍ପର୍କୀୟ ବିଜ୍ଞାନ କରିବାର ଯୁକ୍ତି ନୁହେଁ? ତ ଚାରିଟି ଅପସନ୍ରୁ ତ ଭିତରୁ କେଉଁଟା ଗୋଟେ ମନୋବିଜ୍ଞାନକୁ ଆଚରଣ ସମ୍ପର୍କୀୟ ବିଜ୍ଞାନ କରିବାର ଯୁକ୍ତି ନୁହେଁ ପିଲାମାନେ? ଅପସନ୍ ଏ ରହିଛି ବିରକ୍ତି କାର୍ଯ୍ୟକଳାପ ନିଯୁକ୍ତି ନୁହେଁ, ନା ବ୍ୟକ୍ତି କାର୍ଯ୍ୟ ଶାରୀରିକ ମାନସିକ, ନା ଆଚରଣକୁ ପର୍ଯ୍ୟବେକ୍ଷଣ ଓ ସପରୀକ୍ଷଣ ପଦ୍ଧତିରେ ଅନୁଧ୍ୟାନ, ନା ମନ ଓ ଶରୀର ମଧ୍ୟରେ ପାରସ୍ପରିକ ସମ୍ପର୍କ ଥାଏ? ତ ଭିତରୁ କେଉଁଟା ଗୋଟେ ମନୋବିଜ୍ଞାନକୁ ଆଚରଣ ସମ୍ପର୍କୀୟ ବିଜ୍ଞାନ କରିବାର ଯୁକ୍ତି ନୁହେଁ? କେଉଁଟା ନୁହେଁ ପିଲାମାନେ? ମନେ ରଖିବେ ମନ ଓ ଶରୀର ମଧ୍ୟରେ ପାରସ୍ପରିକ ସମ୍ପର୍କ ଥାଏ। ମନେ ରଖିବେ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଶିକ୍ଷଣକୁ ଦୃଢ଼ୀକରଣ କରିବା ପାଇଁ କେଉଁଟିର ଆବଶ୍ୟକତା ଅଛି? ଅଭ୍ୟାସୀକରଣ, ନା ମନେ ପକାଇବା, ନା ତର୍ଜମା କରିବା, ନା ବିଶ୍ଳେଷଣ କରିବା ପିଲାମାନେ? ଶିକ୍ଷଣକୁ ଦୃଢ଼ୀକରଣ କରିବା ପାଇଁ କେଉଁଟିର ଆବଶ୍ୟକତା ଅଛି? କେଉଁଟିରେ ଆବଶ୍ୟକତା ଅଛି ପିଲାମାନେ? ମନେ ରଖିବେ ଅଭ୍ୟାସୀକରଣରେ ଆବଶ୍ୟକତା ଅଛି। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବ, କେଉଁ ଆବେଗ ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ ନାହିଁ? କେଉଁ ଆବେଗ ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ ନାହିଁ? କ୍ରୋଧ, ନା ଭୟ, ନା ହିର୍ଷା, ନା କ୍ଲେଶ ପିଲାମାନେ? କେଉଁଟା ଆଉ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କ୍ଲେଶ, ନା କ୍ଲେଶ ପିଲାମାନେ ଆଦ୍ୟ ବାଲ୍ୟାବସ୍ଥାରେ ଦେଖାଯାଏ ନାହିଁ। ତ କ୍ରୋଧ ଦେଖାଯାଏ, ଭୟ ଦେଖାଯାଏ, ହିର୍ଷା ଦେଖାଯାଏ, ମନେ ରଖିବେ, କିନ୍ତୁ କ୍ଲେଶ ଦେଖାଯାଏ ନାହିଁ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି କ୍ରୀଡ଼ା ସହ ସମ୍ପର୍କିତ ନୁହେଁ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ ଭିତରୁ କେଉଁଟା ଗୋଟେ ଖେଳ ସହ ସମ୍ପର୍କିତ ନୁହେଁ ପିଲାମାନେ? ସମ୍ପର୍କ ନୁହେଁ। ସ୍ୱତଃସ୍ଫୂର୍ତ୍ତ, ନା ସ୍ୱତଃସ୍ଫୂର୍ତ୍ତ, ନା କ୍ଲାନ୍ତିଦାୟକ, ନା ଆନନ୍ଦଦାୟକ, ନା ସ୍ୱାଭାବିକ ପିଲାମାନେ? କେଉଁଟା ଆଉ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି କ୍ଲାନ୍ତିଦାୟକ ପିଲାମାନେ। କ୍ଲାନ୍ତିଦାୟକ କ୍ରୀଡ଼ା ସହ ସମ୍ପର୍କ ନୁହେଁ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଜ୍ଞାନ, ଚିନ୍ତା, ସ୍ମରଣ, କଳ୍ପନା, ଭାଷା, ଶିକ୍ଷା ତ ଇତ୍ୟାଦି ପ୍ରକ୍ରିୟାକୁ ବ୍ୟକ୍ତିର କେଉଁ ବିକାଶ କୁହାଯାଏ ପିଲାମାନେ? ଜ୍ଞାନ, ଚିନ୍ତା, ସ୍ମରଣ, କଳ୍ପନା, ଭାଷା, ଶିକ୍ଷା ଇତ୍ୟାଦି ପ୍ରକ୍ରିୟାକୁ କେଉଁ ବିକାଶ କୁହାଯାଏ? ମାନସିକ ବିକାଶ କୁହାଯାଏ, ନା ସାମାଜିକ କୁହାଯାଏ, ନା ଶାରୀରିକ କୁହାଯାଏ, ନା ଆବେଗିକ କୁହାଯାଏ ପିଲାମାନେ? ମନେ ରଖିବେ ଏଇଟାକୁ ଆମେ କହିଥାଉ ପିଲାମାନେ ମାନସିକ ବିକାଶ ବୋଲି କହିଥାଉ। ମନେ ରଖିବେ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କେଉଁଟି ଅନଗ୍ରସର ଶିକ୍ଷାର୍ଥୀଙ୍କର ଲକ୍ଷଣ ନୁହେଁ? ତ ଏଇ ଭିତରୁ ପିଲାମାନେ କେଉଁଟା ଗୋଟେ ଅନଗ୍ରସର ଶିକ୍ଷାର୍ଥୀଙ୍କର ଏକ ଲକ୍ଷଣ ନୁହେଁ? କେଉଁଟା ନୁହେଁ ପିଲାମାନେ? ଅପସନ୍ ଏ ଦେଇଛି ଜ୍ଞାନାତ୍ମକ ଦକ୍ଷତା ସୀମିତ ଦେଇଛି, ବିରେ ଦେଇଛି ଦୁର୍ବଳ ସ୍ମୃତିଶକ୍ତି ଦେଇଛି, ସିରେ ଦେଇଛି ପିଲାମାନେ ଲକ୍ଷ୍ୟାଗତିକ ଆଚରଣ ପ୍ରଦର୍ଶନ ଦେଇଛି, ଡି ଦେଇଛି ଅସଫଳତାକୁ ଭୀଷଣ ଭୟ କରନ୍ତି। ତ ଭିତରୁ କେଉଁଟା ଗୋଟେ ଅନଗ୍ରସର ଶିକ୍ଷାର୍ଥୀଙ୍କର ଲକ୍ଷଣ ନୁହେଁ? କେଉଁଟା ନୁହେଁ ପିଲାମାନେ? ମନେ ରଖିବେ ଲକ୍ଷ୍ୟଭିତ୍ତିକ ଆଚରଣ ପ୍ରଦର୍ଶନ, ଏଇଟା ଅନଗ୍ରସର ଶିକ୍ଷାର୍ଥୀଙ୍କର ଲକ୍ଷଣ ନୁହେଁ। ମନେ ରଖିବେ
राइट आंसर हो ऑप्शन नंबर सी। तो नेक्स्ट क्वेश्चन देखिए नेक्स्ट क्वेश्चन रही पाने केउटी क्रियाशील उपकरण नुहे तो ए भितर पाने कौटा गोटे क्रियाशील उपकरण नुहे कौटा नुहे पाने नाटकाभिनय ना ना विभिन्न स्थान परिदर्शन ना जंत्रपातिर व्यवहार ना रेडियो पाने कौटा नुहे पाने ए भितर कौटा गोटे क्रियाशील उपकरण नुहे मन रखिए रेडियो नुहे पाने मन रखिए राइट आंसर हो ऑप्शन नंबर डी। तो नेक्स्ट क्वेश्चन देखिबा केउटी शिक्षा साधन सामग्रीर मुद्रित माध्यम नुहे तो भितर पिलामाने कौटा गोटे शिक्षा साधन सामग्रीर मुद्रित माध्यम नुहे पुस्तक ना कार्य पुस्तिका ना अभ्यास पुस्तिका ना वीडियो टेप पिलामाने कौटा राइट आंसर हो ऑप्शन नंबर डी पिलामाने वीडियो टेप मन रखिए तो राइट आंसर हो ऑप्शन नंबर डी एटा नुहे पिलामाने। तो नेक्स्ट क्वेश्चन देखिबा नेक्स्ट क्वेश्चन रही पिलामाने केउटी बेंजामिन एस ब्लूम पारदर्शिता शिक्षण पाई देइथिबा विचारधारा नुहे तो भितर पिलामाने कौटा गोटे बेंजामिन एस ब्लूम पारदर्शिता शिक्षण पाई देइथिबा एक विचारधारा नुहे कौटा नुहे पिलामाने ऑप्शन ए दिछि सबु शिक्षार्थी पाठ्यक्रम प्रस्तुति ना शिक्षादान बेले बेले द्रुत हो मंथर शिक्षार्थी को अवहेला करे ना पाठदान प्रेरणादायक हेबो ना शिक्षार्थी को क्रियाशील आवश्यकता न थाए कौटा राइट आंसर कौटा हम पिला मन रखिए राइट आंसर हो ऑप्शन नंबर डी शिक्षार्थी को क्रियाशील आवश्यकता न थाए यहाँ किंतु बेंजामिन एस ब्लूम पारदर्शित शिक्षण पर एक विचारधारा नुहे मन रखिए राइट आंसर हो ऑप्शन नंबर डी पिला माने। तो नेक्स्ट क्वेश्चन देखिबा केउटी प्रयत्न प्रमाद मतवादर श्रेणी रे प्रयोग को सूचाऊ ना तो भितर पिलाମାନେ कौटा गोटे प्रयत्न प्रमादर एक प्रयोग को सूचाऊ ना पिलाମାନେ शिशुर शिक्षण लक्ष्य भित्तिक हम ना शिक्षण वस्तु को बारंबार अभ्यास करा जिवो ना शिक्षण पाई बहुविध चिंतन और अनुध्यान दरकार ना आवश्यक स्थल मुखस्थीकरण जरूरी थाए कौटा राइट आंसर हो ऑप्शन नंबर सी पिलाମାନେ शिक्षण पाई बहुविध चिंतन और अनुध्यान दरकार यहाँ किंतु प्रयत्न प्रमादर एक प्रयोग को सूचाऊ ना मन रखिए राइट आंसर हो ऑप्शन नंबर सी पिलाମାନେ। तो नेक्स्ट क्वेश्चन देखिबा नेक्स्ट क्वेश्चन रही पिलाମାନେ केउटी निरवच्छिन्न संव्यापक मूल्यांकन पाई परीक्षण पद्धति नुहे तो भितर पिलाମାନେ कौटा गोटे निरवच्छिन्न संव्यापक मूल्यांकन एक परीक्षण पद्धति नुहे पिलाମାନେ मौखिक ना लिखित ना साक्षात्कार ना कार्यभित्तिक पिलाମାନେ कौटा नुहे पिलाମାନେ मन रखिए साक्षात्कार नुहे पिलाମାନେ राइट आंसर हो ऑप्शन नंबर सी। तो नेक्स्ट क्वेश्चन देखिबा शिक्षण प्रक्रिया रे शिक्षार्थीर आचरण रे जो परीक्षा द्वारा जना पड़े सेटा कौन पिलाମାନେ मनोवृत्ति परीक्षण ना कृति परीक्षण ना एकक परीक्षण ना अभियोग्यता परीक्षण पिलाମାନେ कौटा राइट आंसर हो ऑप्शन नंबर डी पिलाମାନେ अभियोग्यता परीक्षण मन रखिए राइट आंसर हो ऑप्शन नंबर डी। केउटी यंत्र चालित सामग्री नुहे तो भितर पिलाମାନେ कौटा गोटे यंत्र चालित उपकरण नुहे बा सामग्री नुहे पिलाମାନେ स्लाइड्स ना ऑडियो टेप ना पाठ्य खसड़ा ना वीडियो टेप पिलाମାନେ कौटा गोटे यंत्र चालित सामग्री नुहे कौटा नुहे पिलाମାନେ मन रखिए पाठ्य खसड़ा पिलाମାନେ एटा नुहे राइट आंसर हो ऑप्शन नंबर सी। तो नेक्स्ट क्वेश्चन देखिबा कार्यभित्तिक पद्धति रे केउ व्यवस्थाटी थिले पिलाମାନେ सहजरे बुझी लक्ष्य हासिल रे एकाग्रता रक्षा करती गोटे कार्य स्वल्प संख्यक लक्ष्य आधारित होते ना दलगत आलोचनार व्यवस्था थिले ना शिक्षक शिक्षादान करुले ना पर्याप्त उपकरण व्यवहृत होते कौटा राइट आंसर हो पिलाମାନେ ऑप्शन नंबर ए गोटे कार्य स्वल्प संख्यक लक्ष्य आधारित होते मन रखिए तो राइट आंसर हो ऑप्शन नंबर ए।